ସମ୍ମୁଖରେ ଗୋଟେ ଛୋଟ ପ୍ରସଙ୍ଗରେ ବାକ୍ୟ ରଖିବା ପାଇଁ ଚାହେଁ। ପ୍ରସଙ୍ଗର ଶୀର୍ଷକ ହେଲା ଜାତୀୟ ପତାକାକୁ ଅଭିବାଦନ ବାଇବେଲ ସମ୍ମତ କି? ଜାତୀୟ ପତାକାକୁ ଅଭିବାଦନ କରିବା ଏହା ବାଇବେଲ ସମ୍ମତ କି? ଏ ସମ୍ପର୍କରେ ବାଇବେଲ କଣ କୁହେ ତାହା ଅଳ୍ପ ସମୟ ଆମେ ବାକ୍ୟରେ ଆଜି ଧ୍ୟାନ ଦେବୁ। ପ୍ରିୟ ଭାଇ ଭଉଣୀ ମାନେ, ଆମ ଦେଶରେ ଆମେ ଦେଖୁ ଅନେକ ଲୋକ ଆନନ୍ଦର ସହିତ ଉତ୍ସାହର ସହିତ ଜାତୀୟ ପତାକାକୁ ସମ୍ମାନ ଦିଅନ୍ତି, ଅଭିବାଦନ ଜଣାନ୍ତି, ଗ୍ରହଣ କରନ୍ତି, ଗର୍ବ କରନ୍ତି। ଆଉ ଅନେକ ବିପରୀତ ଅର୍ଥରେ ମଧ୍ୟ ତାହା କୁହନ୍ତି। ଆମ ଦେଶରେ ଏ ପ୍ରକାର ଗୋଟେ ଦଳ ଅଛି ଯେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ତାହା ସ୍ୱୀକାର କରିନଥିଲେ। ଜାତୀୟ ପତାକାକୁ ସେମାନେ ମର୍ଯ୍ୟାଦା ଦେଇନଥିଲେ। ଏପରି ଗୋଟେ ଦଳ ମଧ୍ୟ ଆମେ ଭାରତରେ ଦେଖୁ। ଆଉ ଏହା ନେଇ ରାଜନୀତି କ୍ଷେତ୍ରରେ ଯେ ପ୍ରକାର ଲୋକମାନେ ବିଭିନ୍ନ ମତ ପୋଷଣ କରନ୍ତି, ଠିକ ସେହିପରି ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ଅନେକ ଲୋକ ଏହାକୁ ଭିନ୍ନ ଭାବରେ ଗ୍ରହଣ କରେ। ପ୍ରତ୍ୟେକ ଦଳର ଗୋଟେ ଗୋଟେ ପରିଚୟ ଚିହ୍ନ ଅଛି। ଆଉ ପ୍ରତ୍ୟେକ ଧର୍ମର ମଧ୍ୟ ଆଜିକାଲି ଗୋଟେ ଗୋଟେ ଝଣ୍ଡା ବ୍ୟବହାର କରୁଛି। ଆଉ ସେମାନେ ସେଟା ଗର୍ବ କରନ୍ତି, ଏଇଟା ଆମର ଚିହ୍ନ ଅଟେ। ଧାର୍ମିକ ଚିହ୍ନ ରଖିଛନ୍ତି, ପାର୍ଟିର ଗୋଟେ ଚିହ୍ନ ରଖିଛନ୍ତି, କିନ୍ତୁ ତାର ଉର୍ଦ୍ଧ୍ୱରେ ଗୋଟେ ଜାତିର ଗୋଟେ ପତାକା ରହିଛି। ଆମେ ଏ ପ୍ରକାର ଲୋକମାନେ ଯେଉଁମାନେ ଗୋଟେ ସ୍ୱାଧୀନ ଦେଶରେ ଜନ୍ମଗ୍ରହଣ କରିଛୁ, ଆମମାନଙ୍କ ମଧ୍ୟରେ ଅନେକ ହୁଏତ ସ୍ୱାଧୀନତାର ଆସ୍ୱାଦ ପାଇଥିବେ। ସେମାନେ ଯେଉଁମାନେ 75 ବର୍ଷ ଊର୍ଦ୍ଧ୍ୱ ବୟସ୍କ ଥିବେ, ସେମାନେ ତାର ପରିଚୟ ପାଇଥିବେ। କିନ୍ତୁ ଆମେ ଯେଉଁମାନେ ସ୍ୱାଧୀନ ଦେଶରେ ଜନ୍ମଗ୍ରହଣ କରିଛୁ, ଆମେ ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିଛୁ, ଅନେକ ରାଜନୀତି ଦଳ ଅଛି ସେମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିନାହାନ୍ତି। କହିବା ପାଇଁ ଗଲେ ଆମେ ମାଗଣାରେ ପାଇଗଲୁ, ଆମେ ଫ୍ରିରେ ସ୍ୱାଧୀନତା ପାଇଗଲୁ, କାରଣ ସେଇଥିପାଇଁ ଆମେ କିଛି ମୂଲ୍ୟ ଦେଇନା। ସେଇଥିପାଇଁ ଆମେ କିଛି ମୂଲ୍ୟ ଦେଇନାହୁଁ, ମୂଲ୍ୟ ଦେଇଛନ୍ତି ସେମାନେ। ଆମ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନେ, ସେମାନଙ୍କର ଗୋଟିଏ ସ୍ୱପ୍ନ ଥିଲା ଯେ ଭାରତ ସ୍ୱାଧୀନ। ଆମ ରାଜ୍ୟର ଜଣେ ସ୍ୱାଧୀନତା ସଂଗ୍ରାମୀ, ଆମେ କୋରାପୁଟରେ ତାଙ୍କୁ ନେଇ ବହୁତ ଗର୍ବ କରୁ, ସମଗ୍ର ଓଡ଼ିଶାରେ ସମଗ୍ର ଭାରତରେ ଗର୍ବ କରୁ। ଶହୀଦ ଲକ୍ଷ୍ମଣ ନାୟକ, ଆପଣ ଯଦି ତାଙ୍କର ଗ୍ରାମକୁ ଯିବେ, ଏବେ ମଧ୍ୟ ସୁବିଧା ନାହିଁ, କିନ୍ତୁ ସେଇ ସମୟରେ ଯେତେବେଳେ ସ୍ୱାଧୀନ ଦେଶ ହବାର ଅଛି, ସର୍ବସ୍ୱ ସେମାନେ ଜଳାଞ୍ଜଳି ଦେଲେ। ତାଙ୍କର ଗୋଟିଏ ଉକ୍ତି ମତେ ବହୁତ ଭଲ ଲାଗେ। ସେ ଗୋଟେ କଥା କହୁଥିଲେ, ସୂର୍ଯ୍ୟ ଯଦି ସତ, ଚନ୍ଦ୍ର ଯଦି ସତ, ଦେଶ ସ୍ୱାଧୀନ ହବ, ଏଇ କଥା ବି ସତ। ହୁଏତ ସେଇ ସମୟରେ ଆମେ ନଥାଇବୁ, ସେଇଟା ହିଁ ମୋର ଦୁଃଖ ବୋଲି କହିବି। ହୁଏତ ମୁଁ ସେ ସ୍ୱାଧୀନ ଦେଶରେ ମୁଁ ରହି ନପାରେ, ସେଇଟା ମୋର ଦୁଃଖ। କିନ୍ତୁ ସୂର୍ଯ୍ୟ ଯଦି ସତ, ଚନ୍ଦ୍ର ଯଦି ସତ, ଦେଶ ସ୍ୱାଧୀନ ହବ, ଏଇ କଥା ବି ସତ। ଆମେ ପରାଧୀନତାର ସ୍ୱାଦ ଆସ୍ୱାଦନ କରିନ, ସେମାନେ ଗୁଡିଏ କଷ୍ଟ ସ୍ୱୀକାର କରିଛନ୍ତି। ଏ ପ୍ରକାର ଦେଶର ଅନେକ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ କଥା ଆମେ କରିପାରୁ। ନା ପୁରୁଷ, ନା ସ୍ତ୍ରୀ, ନା ଧନୀ, ନା ଗରିବ, ନା ଧର୍ମ, କୌଣସି ଧର୍ମକୁ ସେ ସବୁ ଦେଖି ନାହାନ୍ତି। ସେମାନେ ପ୍ରଥମ କଥା ଦେଖିଲେ ଯେ ଭାରତ ସ୍ୱାଧୀନ ହବାର ଅଛି। ଆଉ ଯଦି ଆପଣ ମାନେ ଦେଖିବେ ତ୍ରିରଙ୍ଗା ପତାକାର ଇତିହାସ ଯଦି ଆପଣ ପଢିବେ, ଆମ ହାତରେ ଏଇ ତ୍ରିରଙ୍ଗା ପତାକା ଦେବା ପାଇଁ କେତେ ଯେ ଲକ୍ଷ ଲୋକ ଜୀବନ ହରେଇଛନ୍ତି, ତାର ହିସାବ ନାହିଁ। ତ୍ରିରଙ୍ଗା ପତାକା ହଉଛି ଗୋଟେ ଜାତିର ଗର୍ବ, ଗୋଟେ ଜାତିର ଗୌରବ, ଗୋଟେ ଜାତିର ଅଭିମାନ, ଗୋଟେ ଜାତିର ସ୍ୱାଭିମାନ। এই ଦିନ ମାନଙ୍କୁ ଆପଣ ଦେଖିଥିବେ, ଆମର ଦେଶର କ୍ରୀଡ଼ାବିତ ମାନେ ସେମାନେ ବିଦେଶରେ ଯାଇଥିଲେ କମନୱେଲ୍ଥ ଗେମ୍ରେ।
गोल्ड मेडल पाऊ आउ त्रिरंगा पताका सबुठार ऊपर उठू थाए आमानकर गर्व आमानकर आनंद कहले न सर भाई भौणी माने आमे आम देश रोचु जो विदेश पचारतु देशर मर्यादा कौशल कर देश को केमिति चुरुंट देशर जलवायु देशर जनसाधारण देशर परिवेश आज आम गोटे स्वाधीन देश अच्छे आ स्वाधीनतार 75तम वर्ष आम पालन करने जहाँ अमृत महोत्सव बोली कह वास्तव में कौन सी गोटे देश 75 वर्ष स्वाधीनता को आस्वादन करने कितने बड़ विषय हाँ यही कथा रही देश में दरदाम वृद्धि अच्छी देश में सांप्रदायिक दंगा अच्छी देश में विभेदता रही धर्म को नहीं राजनीति रही दरिद्रता सीमा रेखा बहुत टपुची बेकारी समस्या अच्छी दुर्नीति अच्छी भ्रष्टाचार अच्छी ये सब अच्छी को देश ना सब देश एक समस्या रही किसी मुष्टिमेय लोक देश को अपनार करने को चेष्टा कर युवक मान चाकरी नारी निर्यातना बढ़ी चलुची एटा अच्छी किंतु तार ऊर्ध्वरे आमर देश देश कौन राजनीति दलर नुहे देश हूँ भारतीय मान देश हूँ आपणकर देश मोर देश आमर निजर देश आमर देश परिचय हूँ गोटे जातीय पताका आज आपण मान सम्मुख रखुची जेतु या अनेक प्रकार मंतव्य आसुची राजनीति दल पक्षर धार्मिक नेता पक्षर गुड़े कथा कहुए तो यही समय आम सठिक भाव में बाइबल कौन कह जानवा दरकार जहाँ द्वारा आम यही स्वर्णिम समय को आम जपरी उपभोग कर आज प्रसंग है जातीय पताका को अभिवादन करवा बाइबल सम्मत जो अभिवादन शब्द आम देखु यार अर्थ हूँ आदर करवा सम्मान करवा तो यही समय कौन हुए आम जो जातीय पताका को अभिवादन करूँ अनेक कौन करती सलाम करती अनेक नमस्कार करती अनेक मथा नत कर जुहार करती सब करने समय सब भावभंगी को शारीरिक प्रतिक्रिया को आम भिन्न भाव देखु कौन सी अंचल सलाम करती किए नमस्कार करती मथा नत कर किए प्रणाम करती सांस्कृतिक दृष्टि भिन्न भिन्न हो पारे किंतु यह उपासना बोली कह यहाँ को पूजा करने अनेक कहती कौन आम जातीय ध्वजा को जातीय पताका को आम पूजा कर मूर्ति पूजा सहित सामान ना यहाँ मूर्ति पूजा नुह मुंड नुआ मूर्ति पूजा नुह आम कौन सी मूर्ति आगे मुंड नुआउन आप देखिए दानियल 3 पर्व 3 जन जुवान कथा लिखा जाए राजा गोटे मूर्ति निर्माण कर से कहते तुमने यहाँ प्रणाम करने को पड़ो से समय 3 जुवा स्पष्ट भाव में कह महाराज यहाँ संभव नुहे आम हो पार किंतु प्रत्येक लोक आपणार जातिर पताका को नहीं आप देखिए दानियल 3 पर्व 14 पद देखिए नबुकदनेस्सर सेमानकु उत्तर करी कहिला हे सैद्रक मैस्रक ओ अबेदनगो तुम्भे माने कि मनस्थ होई मोर देवतार सेवा करुना हो कि बा मो स्थापित सुवर्णमय प्रतिमा को प्रणाम करुना हो देखो तो राजा
କହୁଛନ୍ତି ତୁମେ କାହିଁକି ପ୍ରଣାମ କରୁନ, କାହିଁକି ତୁମେ ମସ୍ତକ ଅବନତ କରୁନ, କାହିଁକି ତୁମେ, ସେଇଟା ଅଲଗା ବିଷୟ। ଆମର ଦେଶ ଅନେକ ଧର୍ମ, ଅନେକ ଭାଷା, ଅନେକ ସଂସ୍କୃତି ମଧ୍ୟରେ ଏକ, ଆଉ ଏସବୁର ଉର୍ଦ୍ଧ୍ୱରେ ଆମେ ଭାରତୀୟ। ଜାତୀୟ ପତାକା ସମ୍ମୁଖରେ ମସ୍ତକ ନୁଆଇବା, ସଲାମ କରିବା, ହାତ ଯୋଡ଼ିବା, ଏହା ମୂର୍ତ୍ତି ପୂଜା ନୁହେଁ। ଏହା ଆମର ଗର୍ବ, ଏହା ଆମର ସ୍ୱାଭିମାନ ଅଟେ। ସେଇଟା ହିଁ ଆମର ଗୋଟିଏ ପରିଚୟ ରହିଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ବୁଝିବ। ଏହାକୁ ଆମେ ମୂର୍ତ୍ତି ପୂଜା ସହିତ ତୁଳନା କରିପାରିବା। ଏଇ କଥା ସତ ଅଟେ ଯେ ଆମେ 75 ବର୍ଷରେ ମଧ୍ୟ ସ୍ୱାଧୀନତାର ବାସ୍ତବ ସ୍ୱାଦ ଏବେ ଯାଏ ଆସ୍ୱାଦନ କରିନ। ସେଥିପାଇଁ ଆମେ ସଂଘର୍ଷରତ। ସ୍ୱାଧୀନ ଗୋଟେ ଦିନରେ ହୁଏନି, ସ୍ୱାଧୀନତା ପାଇଁ ଲଢିବା ପାଇଁ ପଡେ। ସେମାନେ ଯଦି ଲଢିକି ଆମକୁ ସ୍ୱାଧୀନତା ଦେଇଥିଲେ, ଠିକ ସେହିପରି ଆଜି ମଧ୍ୟ ଅନେକ ବିଷୟ ଗୁଡାକ ରହିଛି, କୁସଂସ୍କୃତି ରହିଛି, କୁପ୍ରଥା ରହିଛି, ଭ୍ରଷ୍ଟାଚାର ରହିଛି, ଏବେ ମଧ୍ୟ ସଂଘର୍ଷ ଚାଲିଛି। କିନ୍ତୁ ଏସବୁକୁ ଆମକୁ ଏକାଠି ଆଣି କୋଉ ବିଷୟ? ଆମର ଜାତୀୟ ପତାକା, ଆମର ପରିଚୟ। ଆମକୁ ଦୁଇଟି ବିଶେଷ ଦିନ ମିଳିଥାଏ, ଜାନୁଆରୀ 26 ଯାହା ଗଣତନ୍ତ୍ର ଦିବସ, ଆଉ ଅଗଷ୍ଟ 15 ଯାହା ସ୍ୱାଧୀନତା ଦିବସ। ଏ ଦୁଇଟି ଦିବସ ଆମ ଭାରତୀୟ ମାନଙ୍କ ପାଇଁ ଗୋଟେ, ତାକୁ ଗଣପର୍ବ ବା ଜାତୀୟ ପର୍ବ ବୋଲି ବି କୁହାଯାଏ। ଆଉ ଏଇ ଦୁଇ ଦିନକୁ ଆମେ ଗୋଟେ ପର୍ବ ଭାବରେ ପାଳନ କରିଛୁ। ଆଉ ସେଇ ଦିନ ଜାତୀୟ ପତାକାକୁ ଆମେ ମୁକ୍ତାକାଶରେ ଆମେ ଉଡେଇଥାଉ। ଆପଣ ଦେଖିଥିବେ ଅନେକଙ୍କର ଅଫିସରେ ଲଗାଯାଏ, ଅନେକ ଆପଣଙ୍କ ଗାଡିରେ ଲଗେଇଥାନ୍ତି। ଦେଖିଲେ ଭିତରେ ଗୋଟେ ଆନନ୍ଦ ଆସେ। ମୁଁ କାହିଁକି କଥା କହୁଛି ଯେ ଆମ ପାଇଁ ଏହା ଏକ ସୌଭାଗ୍ୟର ବିଷୟ ଅଟେ ଯେ ଆମେ ଗୋଟେ ସ୍ୱାଧୀନ ଦେଶରେ ବାସ କରୁଛୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରୁ। ପଢିବେ ଟିକେ ପ୍ରେରିତ 10 ପର୍ବ 25 ଆଉ 26। ପ୍ରେରିତ 10 25 ଆଉ 26। ପିତର ପ୍ରବେଶ କରନ୍ତେ କର୍ଣ୍ଣେଲିୟ ତାଙ୍କୁ ଭେଟି ଚରଣ ତଳେ ପଡି ତାଙ୍କୁ ପ୍ରଣାମ କଲେ। କିନ୍ତୁ ପିତର ତାଙ୍କୁ ଉଠାଇ କହିଲେ, କିଆ ହୁଅ, ମୁଁ ମଧ୍ୟ ଜଣେ ମନୁଷ୍ୟ। ଏଠି କର୍ଣ୍ଣେଲିୟ କଣ କରୁଛନ୍ତି? ପିତରଙ୍କର ପାଦ ତଳେ ପଡି ଯାଉଛନ୍ତି, ପ୍ରଣାମ କରୁଛନ୍ତି। ଆମେ ମୁଣ୍ଡ ନୁଆଇ ପାରିବା ନାହିଁ, ଆମେ କରିପାରିବା। ଖ୍ରୀଷ୍ଟୀୟ ସମ୍ପ୍ରଦାୟରେ ଏ ପ୍ରକାର ଦୁର୍ବଳ ମାନସିକର କିଛି ଲୋକ ଅଛନ୍ତି, ତେଣୁ ଆପଣମାନଙ୍କୁ ହୁଏତ କହିପାରନ୍ତି ନାଇଁ ଏଇଟା କରିବା କଥା ନାହିଁ। ସେମାନେ ଏବେ ପର୍ଯ୍ୟନ୍ତ ଆପଣ ଦେଶ କଣ ଜାଣିନାହାନ୍ତି, ଆପଣ ଦେଶର ଗୌରବ କଣ ଜାଣିନାହାନ୍ତି। ଏହା ମୂର୍ତ୍ତି ପୂଜା ନୁହଁ। ଏ ପ୍ରଣାମ କରିବା, ଅଭିବାଦନ କରିବା, ଆଦର କରିବା, ସମ୍ମାନ କରିବା, ଏହାକୁ ମୂର୍ତ୍ତି ପୂଜା ବୋଲି କୁହାଯାଇ ପାରିବନି। ଏହା ତାଠାରୁ ଉର୍ଦ୍ଧ୍ୱରେ ଅଟେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆଜି ଏହା ବୁଝିବା। କାରଣ ଆମେ ପ୍ରତ୍ୟେକ ଯେମାନେ ଭାରତୀୟ ଅଟୁ, ଆମେ ଦେଶଭକ୍ତ ହେବା ଦରକାର। ପ୍ରତ୍ୟେକ ଭାରତୀୟ, ସେ ଖ୍ରୀଷ୍ଟିଆନ ହୁଅନ୍ତୁ ବା ହିନ୍ଦୁ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ ବା ଜୈନ ଧର୍ମ ହୁଅନ୍ତୁ, କୌଣସି ଧର୍ମର ହୁଅନ୍ତୁ, ଧର୍ମର ଉର୍ଦ୍ଧ୍ୱରେ ଦେଶ ରହିବା ଦରକାର। ଆଜି ଧର୍ମକୁ ନେଇ ବହୁତ ରାଜନୀତି କରାଯାଉଛି। କିଛି ଲୋକ କୁହନ୍ତି ନାଇଁ ଏଇଟା ଆମର ଦେଶ ବୋଲି, ସେମାନଙ୍କୁ ଲାଗେ ଆମେ ଯଦି ଭଡାରେ ଅଛୁ ବୋଲି। ଏଇଟା ଆମର ବି ଦେଶ, ଏଇଟା ଆମର ପୈତୃକ ଦେଶ, ଭାରତ ଆମର ଜନ୍ମସିଦ୍ଧ ଅଧିକାର। ତେଣୁ ତ୍ରିରଙ୍ଗା ପତାକାକୁ ଅଭିବାଦନ ଜଣାଇବା ସମୟରେ ସେଇ ସମ୍ମାନ ସହିତ, ସେଇ ଗର୍ବର ସହିତ, ସେଇ ଆନ୍ତରିକତା ସହିତ ଆମେ ପତାକା ଉତ୍ତୋଳନ କରିବା। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ତେଣୁ ବାଇବଲ ଦେଶଭକ୍ତ ହେବା ବିରୋଧରେ ଯାଇନି। ଦେଶଭକ୍ତି ହେବା ବା ଦେଶଭକ୍ତ ହେବା ଏହା ବାଇବଲ ବିରୋଧୀ ନୁହେଁ। ପ୍ରତ୍ୟେକ ବ୍ୟକ୍ତି ସେ କଣ ହେବା ଦରକାର? ସେ ଦେଶଭକ୍ତ ହେବା ଦରକାର। ଯଦି ଆପଣ ଭାରତ ଦେଶକୁ ଭଲ ପାଇବେ ନାହିଁ,
ଆପଣ ଭାରତ ଦେଶର ପ୍ରଗତି ପାଇଁ, ଉନ୍ନତି ପାଇଁ, ସୁରକ୍ଷା ପାଇଁ, ଉଦ୍ଧାର ପାଇଁ କିଛି କରିପାରିବେନି। ଯଦି ଆପଣ ଭାରତକୁ ଭଲ ପାଇବେ ତେବେ ହିଁ ଭାରତୀୟ ମାନଙ୍କର ଉଦ୍ଧାର ପାଇଁ ପ୍ରାର୍ଥନା କରିପାରିବେ, ସଂଗ୍ରାମ କରିପାରିବେ, ପ୍ରଚାର କରିପାରିବେ, ସେମାନଙ୍କୁ ଜଣାଇପାରିବେ ଭାରତ ଆମର ଦେଶ, ଆମେ ଖାଣ୍ଟି ଭାରତୀୟ, ଆମେ ଖାଣ୍ଟି ଭାରତୀୟ ଆଉ ଖାଣ୍ଟି ଖ୍ରୀଷ୍ଟିଆନ। ଆମେ ଭାରତୀୟ ହେଇଥିବାରୁ ଆମେ ଗର୍ବ ଅନୁଭବ କରୁ, ଖ୍ରୀଷ୍ଟିଆନ ହେଇଥିବାରୁ ବି ଗର୍ବ ଅନୁଭବ କରୁ। ଏହା ଆମମାନଙ୍କ ସବୁଠାରୁ ବଡ଼ ବିଷୟ। କୋଉ ଧର୍ମ ବଡ଼ କୋଉ ଧର୍ମ ଛୋଟ ଏଇଟା ନୁହେଁ। ସବୁ ଧର୍ମ ସେ ଲୋକମାନଙ୍କ ପାଇଁ ନାଗରିକ ପାଇଁ ଅଲଗା ଅଲଗା ଅଛି, କିନ୍ତୁ ଦେଶ ତାର ଊର୍ଦ୍ଧ୍ୱରେ ରହିଛି। ଆମେ ସମସ୍ତେ ଭାବୁ ସେ ଗୋଟିଏ ବିଷୟ ଆମକୁ ଏକାଠି କରିଥାଏ, ପ୍ରଭୁଙ୍କ ନାମର ଗୌରବ। ଆମେ ପ୍ରତ୍ୟେକ ଦେଶଭକ୍ତ ବା ରାଷ୍ଟ୍ରଭକ୍ତ ହେବା ଦରକାର। ରାଷ୍ଟ୍ରଭକ୍ତ ହେବାର ଅର୍ଥ କଣ? ନିଜର ଦେଶକୁ ପ୍ରେମ କରିବା ଆଉ ତାର ପ୍ରତି ସମର୍ପିତ ହେବା। ଆମର ଦେଶ ପ୍ରତି ଆମେ ସମର୍ପିତ ହେବା ଦରକାର। ଦେଶର ଉନ୍ନତି ପାଇଁ, ଦେଶର ପ୍ରଗତି ପାଇଁ, ଦେଶର ଏକତା ପାଇଁ, ଦେଶର ଅଖଣ୍ଡତା ପାଇଁ ଆମେ ସମସ୍ତେ ମିଳିତ ହେବା। ମୁଁ ବିଶ୍ୱାସ କରେ ଖ୍ରୀଷ୍ଟିଆନ ମାନେ ଭାରତ ପାଇଁ ଯେତିକି ପ୍ରାର୍ଥନା କରନ୍ତି ହୁଏତ ଭାରତର ଅନ୍ୟ କୌଣସି ଧର୍ମର ଲୋକ କରନ୍ତୁ। କେବେ ସେମାନେ ମନ୍ଦିରରେ ଯାଇକି ଦେଶ ପାଇଁ ପ୍ରାର୍ଥନା କରିବା ଆପଣ ନଜିର ପାଇବେନି, କିନ୍ତୁ ଭାରତୀୟ ମାନେ ଯେତେବେଳେ ଫାଷ୍ଟିଂ ଆସନ୍ତି ଦେଶକୁ ଊର୍ଦ୍ଧ୍ୱରେ ରଖନ୍ତି, ଦେଶର ସୁରକ୍ଷା, ଦେଶର ଶାନ୍ତି, ଦେଶର ଏକତା ପ୍ରାର୍ଥନା କରିବା। ଲୋକମାନେ ଜାଣି ନାହାନ୍ତି, ଅନ୍ୟମାନେ ହୁଏତ ସେମାନଙ୍କ ଡାଲି ଚାଉଳ ପାଇଁ ଚିନ୍ତା କରନ୍ତି, ପିଲାର ପ୍ରଗତି ପାଇଁ, ପିଲାର ପାଠ ପଢା ପାଇଁ, ସୁରକ୍ଷା ପାଇଁ, କିନ୍ତୁ ଆମେ ଦେଶ ପାଇଁ ମଧ୍ୟ ପ୍ରାର୍ଥନା। ଏହା ବାଇବଲ ଆମକୁ ଆଦେଶ। ଯଦି ଆମର ଦେଶ ପାଇଁ ପ୍ରାର୍ଥନା କରିବା, ଦେଶର ସୁରକ୍ଷା ପାଇଁ, ଦେଶର ଶାନ୍ତି ପାଇଁ ପ୍ରାର୍ଥନା କରିବା ପାଇଁ ଯଦି ବାଇବଲ ଆମକୁ କହୁଛି, ତେବେ ଜାତିର ପତାକାକୁ ଅଭିବାଦନ କରିବା ପାଇଁ ବାଇବଲ କେବେ ବି ଆମକୁ ବାରଣ କରିବ। ଯଦି ଆପଣ ଦେଖିବେ ପ୍ରେରିତ ତାର 22 ବର୍ଗ 25 ରୁ 29, ପ୍ରେରିତ 22 25 ରୁ 29। ସେମାନେ ତାଙ୍କୁ କଷା ମାରିବା ପାଇଁ ବିନ୍ଧିଲା ଉତ୍ତରେ ସେ ନିକଟରେ ଠିଆ ହୋଇଥିବା ଶତ ସେନାପତିଙ୍କୁ କହିଲେ, ଜଣେ ରୋମିଓ ପ୍ରଜାର ବିଚାର ନ କରି ତାକୁ କୋରଡା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନ ସଙ୍ଗତ? ସେହି ଶତ ସେନାପତି ଏହା ଶୁଣି ସହସ୍ର ସେନାପତିଙ୍କ ନିକଟକୁ ଯାଇ ତାଙ୍କୁ ସେହି କଥା ଜଣାଇ କହିଲେ, ଆପଣ କଣ କରିବାକୁ ଯାଉଛନ୍ତି? ଏହି ଲୋକ ତ ଜଣେ ରୋମିଓ। ସେଥିରେ ସହସ୍ର ସେନାପତି ଆସି ତାଙ୍କୁ କହିଲେ, ମୋତେ କୁହ, ତୁମ୍ଭେ କି ଜଣେ ରୋମିଓ? ସେ କହିଲେ, ହଁ। ସେଥିରେ ସହସ୍ର ସେନାପତି ଉତ୍ତର ଦେଲେ, ଅନେକ ଅର୍ଥ ଦେଇ ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି। ପାଉଲ କହିଲେ, କିନ୍ତୁ ମୁଁ ଜନ୍ମରେ ରୋମିଓ। ତେବେ ଯେଉଁମାନେ ଦେଖନ୍ତୁ କେତେ ସୁନ୍ଦର ବିଷୟ ଲେଖାଯାଉଛି। ତେବେ ଯେଉଁମାନେ ତାଙ୍କୁ ପରୀକ୍ଷା କରିବାକୁ ଉଦ୍ୟତ ଥିଲେ ସେମାନେ ତତ୍କ୍ଷଣାତ୍ ସେଥିରୁ ନିବୃତ୍ତ ହେଲେ, ଆଉ ସହସ୍ର ସେନାପତି ସୁଦ୍ଧା ସେ ଯେ ଜଣେ ରୋମିଓ ଏହା ବୁଝିବାରୁ ଓ ତାଙ୍କୁ ବିନ୍ଧିବାରୁ ଭୀତ ହେଲେ। ଦେଖନ୍ତୁ ଏଇଠି ଆମେ ଦେଖୁଛୁ ଯେ ସାଧୁ ପାଉଲ ଜଣେ ଖ୍ରୀଷ୍ଟ ଭକ୍ତ, କିନ୍ତୁ ସେ ଦେଶ ଭକ୍ତ ମଧ୍ୟ। ପ୍ରତ୍ୟେକ ଖ୍ରୀଷ୍ଟ ଭକ୍ତ ବା ଖ୍ରୀଷ୍ଟ ବିଶ୍ୱାସୀ ସେ ଦେଶ ଭକ୍ତ ହେବା ଦରକାର। ସେ କଣ କରୁଛନ୍ତି? ସାଧୁ ପାଉଲ ରୋମିଓ ନାଗରିକ ହେଇଥିବାରୁ କେତେ ଗର୍ବ ତାଙ୍କୁ। ସେ ଦୃଢ ଘୋଷଣା କରୁଛନ୍ତି, ମୁଁ ରୋମର ସିଟିଜେନ। ମୁଁ ପଇସା ଦେଇ କିଛି ବର୍ଷ ରହିକି ସେଠୁ ସିଟିଜେନ ହେଇନାହିଁ। ମୁଁ କେମିତି ସିଟିଜେନ ହେଇଛି? ମୋର ଜନ୍ମସ୍ଥାନ ରୋମ। ଯେତେବେଳେ ଆପଣ ଦେଖିବେ ରୋମ ବିଷୟ ଷ୍ଟଡି କରିବେ, ରୋମ ହଉଛି ମୂର୍ତ୍ତି ପୂଜାର ସ୍ଥାନ। ଏଠି ମୂର୍ତ୍ତି ପୂଜା ଚାଲିଥିଲା, ନାନା ପ୍ରକାର ଦୁର୍ନୀତି, ନାନା ପ୍ରକାର କଦର୍ଯ୍ୟ ବିଷୟ ସବୁ ରହିଥିଲା। ତା ସତ୍ତ୍ୱେ ସାଧୁ ପାଉଲ ରୋମର ନାଗରିକ ବୋଲି କହିବା ପାଇଁ ଲଜ୍ଜାବୋଧ କରନ୍ତି। ଆମ ଦେଶରେ ମଧ୍ୟ ମୂର୍ତ୍ତି ପୂଜା ରହିଛି, ନାନା ଘୃଣ୍ୟ ବିଷୟ ରହିଛି, ଅନେକ କଳଙ୍କିତ ପ୍ରଥା ରହିଛି। ଭାରତରେ ଅବଦାନକୁ ଯଦି ଆପଣ ଦେଖିବେ କୌଣସି ମତେ କମ ନାହିଁ।
शिक्षा क्षेत्र कहतु देशर प्रगति क्षेत्र कहतु अवदान अविस्मरणीय अतुलनीय देखो जदि ख्रिस्टियान मान आगमन न था सतीदाह प्रथा जदि था भौणी मान अवस्था कौन था स्वामी चली गला परे जीवंता नहीं दग्ध करा से प्रथा हटे परवर्ती समय देवदासी प्रथा ताहा भी लोप हो नारी शिक्षार विकास हम देश शिक्षित आड़ ये सब अवदान भारतीय ख्रिस्टियान मान अवदान कम नुहे किंतु देशर समस्या अच्छी आम देश गुड़े समस्या अच्छी अनेक घृण्य विषय अच्छी देशर शोषण अच्छी दुर्नीति अच्छी नारी निर्यातना अच्छी एबे भी झील मैंने सुरक्षित ना एबे भी कौन सी महिला सुरक्षित ना चाकरी ना बेकारी समस्या बढ़ी चली दरदाम बढ़ी चली गोटे साइड विषय এটা আমার সমস্যা এটা আমি মিলিত ভাবে সমাধান করি পারিবা কিন্তু আমি জাতীয় পতাকা অভিবাদনକୁ আমি এড়াই পারিবা প্রিয় ভাই ভଉଣୀ ମାନେ ମୁଁ କାହିଁକି କଥା ଆପଣମାନଙ୍କୁ କହୁଛି ଭାରତୀୟ ହେବା କେତେ ଗୌରବର ବିଷୟ ଆମେ ଭାରତରେ ରହୁଛୁ ତେଣୁ ଆମେ ଭାରତର ମୂଲ୍ୟବୋଧ କେତେ ବୁଝିପାରୁନା ଯଦି ଆପଣ देश बाहर को जीवे बंदी अवस्था को निया समय गुड़िक तो देखिए आपण मैंने गीत संहिता 137 गीत संहिता 137 गीत टिके आमे टिके देखि ए गीत जेते लोक माने बंदी अवस्था को निया जाउछन्ती से समय कौन कहते आमे माने बाबिलियो नदी मानकर निकट सियोन को स्मरण कला बेले सेठारे बसिलु रदन करू जे माने भारत बाहर अछंती भारत बाहर से कांदु छंती अपना देश को स्मरण करू मोर देश एमिति मोर देश आमे भारत रही आमे मूल्य बुझी पारु ना किंतु जो भारतीय माने भारत बाहर अछंती देखिए क्रिकेट खेलाड़ी माने बंतु कौन सी खिलाड़ी बंतु कुश्ती बा कौन सी गेम रे बाहर को जाइछंती जते से तिरंगा पताका हाथ रे धरंती आपण आनंद को देखिबे केते चुंबन करू थांती केते जाबड़ी के धरि थांती केते सन कोन करंती खोला आकाश तक उड़ाती देखाती देखो एटा होचे मोर परिचय या कहिबार उद्देश्य कोन केबे मध्य कौन सी व्यक्ति जब आप कहबो ने जातीय पताका या बाइबल सम्मत नुहे या आत्मिक लोकर परिचय नुहे एटा हम करबा कथा नुहे ए प्रकार कथा रे आपण जमा जीवे मु कहउतली साधु पौल जहां को द्वारा प्रभु डॉक्ट्रिन लिखि से रोम रो नागरिक हबार गर्व करूछंती आमे मध्य भारतीय भाबरे गर्व अनुभव करबा जदियो से देश हम प्रति कटु व्यवहार करा जाउ थाई आमर प्रति अन्याय हो थाई पारे आमर कथा सुना जाय न थाई पारे तथापि तार ऊर्ध्वरे आमर जातिर परिचय गोटे दिन आसीबो सब ठीक है समय आसुची आगामी समय भलो समय आसुची प्रभु का नाम गौरव इटा मैं देखुछु जा माने कोन कलु सियोन को स्मरण कलु आ बसिलु आ रदन कलु आमे माने सेठा स्थित 22 वृक्ष रे अपना अपना बिना टंगाई रखी आउसन बिना को बजाउ नांती से माने कि प्रकार भाबरे क्रंदन करके जाउछंती एटा आपण ए पूरा गीतर आपण देखि पारे प्रभु आमान अनुग्रह करंतु मु आपण मन कहउतली आमे तो स्वाधीन देश पाइलु यारो वास्तव स्वाद आमे जानि पारे अब हमर देश रे मध्यरात्रि समय रे स्वाधीन था जदि मिस्री दासत्व इस्राएल मन बाहरी आस्ते जंती रात्र समय शीघ्र बाहर ठीक सेमिति आम हाथ रे मध्य शीघ्र धरई दिया गला मध्यरात्रि समय स्वाधीन देश आप देखिए गीत 126 तार प्रथम पद पढ़िबे
ସଦାପ୍ରଭୁ ସିୟନର ଦାସତ୍ୱାବସ୍ଥା ପରିବର୍ତ୍ତନ କରିବା ବେଳେ ଆମ୍ଭେମାନେ ସ୍ୱପ୍ନ ଦର୍ଶକ ମାନଙ୍କ ପରି ଥିଲୁ। କେମିତି ଥିଲୁ? ଆମେ ମାନେ ସ୍ୱପ୍ନ ଦେଖିଲା ଭଳି ସତରେ ମିଳିଗଲା। କି ଆନନ୍ଦର ବିଷୟ। ମୋ ବାପା ମତେ କହୁଥିଲେ ଦେଶ ସ୍ୱାଧୀନ ହେଲା ସେ ସମୟରେ କେତେ ଆନନ୍ଦ ଥିଲା ସେ କଥା ସେ କହୁଥିଲେ। ଛୋଟ ବୟସରେ ଥାନ୍ତି, ସହର ପରିକ୍ରମା ଚାଲିଥାଏ, ଚାରିଆଡେ ଆନନ୍ଦ ମୁଖରିତ ଯେ ଦେଶ ସ୍ୱାଧୀନ ହେଲା। ଦେଶ ଦୀର୍ଘ ବର୍ଷର ଅପେକ୍ଷା ପରେ ଦେଶ ସ୍ୱାଧୀନ ହେଇଥିଲା। ଆମେ ସ୍ୱପ୍ନ ଦର୍ଶକ କରିଥିଲୁ সেই ସମୟରେ, କିନ୍ତୁ ଆଜି ବାସ୍ତବ ରୂପ ଧାରଣ କରିଛି। ପ୍ରଭୁଙ୍କ ନାମର ସ୍ତୁତି। ଯଦି ଆପଣ ଦେଖିବେ ସେଇ 137 ଗୀତ ପୁଣି ଥରେ ଗାଇବେ, ତାର 5 ପଦ ଆଉ 6 ପଦ। ହେ ଜେରୁସାଲେମ, ଯେବେ ମୁଁ ତୁମ୍ଭକୁ ପାଶରେ, ତେବେ ମୋହର ଦକ୍ଷିଣ ହସ୍ତ ଆପଣ କୌଶଳ ପାଶରେ ଯାଉ। ଯେବେ ମୁଁ ତୁମ୍ଭକୁ ସ୍ମରଣ ନ କରେ, ଯେବେ ମୁଁ ଜେରୁସାଲେମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ, ତେବେ ମୋହର ଜିଭା ମୋ ମୁଖର ତାଳୁରେ ଲାଗି ରହୁ। କଣ କହୁଛନ୍ତି? ଏ ଜେରୁସାଲେମ, ଯେବେ ମୁଁ ତୁମକୁ ପାଶରେ, ସେ ମାନେ ଜେରୁସାଲେମ ପ୍ରତି କେମିତି ଦେଖନ୍ତୁ। ଏ ଜେରୁସାଲେମ, ଯେବେ ମୁଁ ତୁମକୁ ପାଶରେ, ତେବେ ମୋର ଦକ୍ଷିଣ ହସ୍ତ ଆପଣା କୌଶଳ ପାଶରେ ଯାଉ। ଯେବେ ମୁଁ ତୁମକୁ ସ୍ମରଣ କରେ, ଯେବେ ମୁଁ ଜେରୁସାଲେମକୁ ଆପଣାର ପରମାନନ୍ଦରୁ ଅଧିକ ପ୍ରିୟ ନ ବନେ, ତେବେ ମୋର ଜିଭା ମୋର ମୁଖର ତାଳୁରେ ଲାଗିବ। ମାନେ ମୁଁ ଅଭିଶପ୍ତ ଲୋକ ଯଦି ମୋର ଦେଶ, ମୋର ରାଜ୍ୟ ମୁଁ ସ୍ମରଣ। ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ଭାରତରେ ବୁଲୁ ବିଭିନ୍ନ ସ୍ଥାନରେ ତାର ସୌନ୍ଦର୍ଯ୍ୟ ଦେଖିବା ସମୟରେ ଆନନ୍ଦ ଲାଗେ। ଏହା ଆମର ଦେଶ, ଆଉ ଜାତୀୟ ପତାକା ଆମର ଜାତୀୟ ଚିହ୍ନ ଅଟେ। ସେଇଟା ହିଁ ଆମକୁ ଗୋଟେ କରିକି ରଖେ, ଆମକୁ ବାନ୍ଧିକି ରଖେ। ଯଦି ଜାତୀୟ ପତାକାକୁ ଅଭିବାଦନ ଜଣେଇବା, ଆମର ଦୃଷ୍ଟିରେ କଷ୍ଟକର ମନେ ହୁଏ, ତାଠାରୁ ଦୁର୍ଭାଗ୍ୟର ବିଷୟ ଆଉ କିଛି ମଧ୍ୟ ନୁହେଁ। ହଁ, ଏଇ କଥା ସତ, ଆମେ ସ୍ୱର୍ଗର ନାଗରିକ। ସ୍ୱର୍ଗର ନାଗରିକ ଆମର, କୌଣସି ଦେଶର ନୁହେଁ। ଆମେରିକା କି ଇଂଲଣ୍ଡ କି ଅନ୍ୟ ଦେଶ ଆମେ ନାଗରିକ ନାହିଁ। ଆମର ମଧ୍ୟ ଅନେକ ଡୁଏଲ ସିଟିଜେନ ବି ଅଛନ୍ତି, ସୌଭାଗ୍ୟ ସେମାନେ ଭାରତର ଜନ୍ମ ହେଲେ ବିଦେଶର ନାଗରିକତ୍ୱ ଗ୍ରହଣ କରିବେ, ସୌଭାଗ୍ୟ ସେ। କିନ୍ତୁ ଆମର କଣ ଅଟେ? ସ୍ୱର୍ଗ ବି ଆମର ରାଜ୍ୟ ଅଟେ। ସ୍ୱର୍ଗ ରାଜ୍ୟ ଜଣେ ମନ ପରିବର୍ତ୍ତନ କରିଛନ୍ତି, ସେମାନେ ସ୍ୱର୍ଗ ରାଜ୍ୟର ଅଧିକାରୀ ଅଟେ। ସ୍ୱର୍ଗ ରାଜ୍ୟ ସେମାନଙ୍କର ଅଟେ, କିନ୍ତୁ ଆମେ ଭାରତୀୟ ନାଗରିକ ମଧ୍ୟ ଅଟୁ। ଏଇଟା ମଧ୍ୟ ଆମେ ମନା କରିପାରିବାନି। ଯଦି ଏମିତି ହେଇଥାନ୍ତା, ଆମେ ଉଦ୍ଧାର ପାଇବା ସାଙ୍ଗେ ସାଙ୍ଗେ ଆମେ ପଳେଇ। ପ୍ରଥମ କରନ୍ତୀୟ 5 ପର୍ବ ତାର 10 ପଦରେ ପଢିବେ। ପ୍ରଥମ କରନ୍ତୀୟ 5 ପର୍ବ 10 ପଦ। ଏହି ଜଗତର ବ୍ୟଭିଚାରୀ କି ଧନଲୋଭୀ କି ପରଦ୍ରବ୍ୟ ଲୁଣ୍ଠନକାରୀ କି ପ୍ରତିମା ପୂଜକ ମାନଙ୍କ ସହିତ ଯେ ଆଦୌ ସମ୍ପର୍କ ନ ରଖିବ, ତାହା ନୁହେଁ। ତାହା ହେଲେ ତୁମ୍ଭମାନଙ୍କୁ ଜଗତରୁ ବାହାରି ଯିବାକୁ ପଡିବ। ଯଦି ଆମେ କହିବା ନାହିଁ ଏ ସମସ୍ତ ସମ୍ପର୍କ ନାହିଁ, ଏ ଦେଶରେ ଦେଖିବେ ଏ ଧନଲୋଭୀ, ଏ ପରଦ୍ରବ୍ୟ ଲୁଣ୍ଠନକାରୀ, ଏ ପ୍ରତିମା ପୂଜକ, ଏଇ ଅନିଷ୍ଟକାରୀ, ଏମାନେ ସବୁ ଆମର ଦେଶର ନାଗରିକ। ଆମେ ଏମାନଙ୍କର ଅଲଗା ନୁହଁ। ଆମେ ଏଇଠି କାମ କରୁଛୁ, ଏଇଠି ରହୁଛୁ, ଏଇଟା ଆମର ଦେଶ। ଯଦି ଆମେ ସମ୍ପର୍କ ରଖିବା ନାହିଁ, ଏଠି ତ ବାହାରି ପଳେଇବା ପାଇଁ ପଡିବ। ହଁ, ଆମେ ଭାରତର ନାଗରିକ, ତା ସହିତ ସ୍ୱର୍ଗର ନାଗରିକ ମଧ୍ୟ। ଯୋଉଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମେଘମାଳାରେ ପ୍ରକାଶ କରିବେ, ସେଦିନ ଭାରତର ହିଁ କଣ ସମୁଦାୟ ବିଶ୍ୱର ଖ୍ରୀଷ୍ଟ ବିଶ୍ୱାସୀ ମାନେ ମେଘମାଳାକୁ ନିତ ହେବେ। ଆମେ ସ୍ୱର୍ଗ ରାଜ୍ୟରେ ଆମେ ରହିବା ପାଇଁ ଯାଉଛୁ। ଜଗତ ଉପରକୁ ବିନାଶ ଆସୁଛି, ବିପତ୍ତି ଆସୁଛି, ସତ କଥା। ସମୁଦାୟ ଜଗତ ସଂକଟ ଦେଇ ଗତି କରୁଛି। ରାଷ୍ଟ୍ରୀୟ ଏ ଧ୍ୱଜା, ଏଟା ହଉଛି ରାଷ୍ଟ୍ରର ପ୍ରତୀକ, ରାଷ୍ଟ୍ରର ପରିଚୟ।
ଏ ଜାତୀୟ ପତାକାଟା ଏଇଟା ହଉଛି ଆମ ରାଷ୍ଟ୍ରର ପ୍ରତୀକ, ଆମ ଦେଶର ପ୍ରତୀକ। ସେଇଥିପାଇଁ ଆମେ ଏହାକୁ କଣ କରୁଛୁ? ଅଭିବାଦନ ଜଣାଉଛୁ, ସଲାମ କରୁଛୁ, ପ୍ରଣାମ କରୁଛୁ। ଆମେ କଣ କରୁଛୁ? ସର୍ବସମ୍ମତି କ୍ରମେ ସମସ୍ତେ ମିଳିତ ଭାବେ ତା ପ୍ରତି ଆମର ପ୍ରେମ, ଆମର ନିଷ୍ଠା ଆମେ ଅଭିବ୍ୟକ୍ତ କରୁଛୁ, ଆମେ ପ୍ରକାଶ କରୁଛୁ। ଆମେ ଜଣାଉଛୁ ଏଇ କଥା ଯେ ଆମେ କେତେ ପ୍ରେମ କରୁଛୁ ଆମର ଦେଶ। ଆପଣ ଯଦି ଦେଖିବେ ବିଦେଶକୁ ଯିବେ, ଇଭେନ ସେମାନଙ୍କ ଚର୍ଚ୍ଚ ଭିତରେ ମଧ୍ୟ ସେମାନେ ଜାତୀୟ ପତାକାକୁ ରଖନ୍ତି। ଚର୍ଚ୍ଚ ଭିତରେ ଏତେ ସେମାନେ ମର୍ଯ୍ୟାଦା ଦିଅନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ରୋମିଓ ତାର 13 ପର୍ବ 1 ପଦ। ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କ ଠାରୁ ଆସେ। ଆଉ ଯେ ସମସ୍ତ ଅଧିକାର ପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। ଲେଖାଯାଉଛି କଣ? ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କର ବଶୀଭୂତ। ବର୍ତ୍ତମାନ ଆମ ଦେଶରେ ଯେଉଁମାନେ ଶାସନ କରୁଛନ୍ତି ସେ ଶାସନକର୍ତ୍ତା ମାନଙ୍କର ଆମେ କଣ ହେବା ଦରକାର? ଆମେ ବଶୀଭୂତ ହେବା ଦରକାର। କରୋନା କାଳରେ ଆମକୁ କଣ କହିଲେ? ତାଳି ପିଟ, ଥାଳି ପିଟ, ଲାଇଟ ଲଗାଅ, ଲାଇଟ ବନ୍ଦ କର, ସବୁ ଷ୍ଟୋରି କରିଲେ ଆମେ କରୁ। ତାର କିଛି ମୂଲ୍ୟ ନଥିଲା। କିନ୍ତୁ ଆଜି ଯେତେବେଳେ କୁହାଯାଉଛି ସମସ୍ତ ଭାରତୀୟ ମାନେ ଆମର ତ୍ରିରଙ୍ଗା ପତାକାକୁ ପ୍ରତି ଘରରେ ଉତ୍ତୋଳନ କରିବେ, ତା ବିବାଦର ବିଷୟ ନୁହେଁ, ତା ଆନନ୍ଦର ବିଷୟ ହେବା ଦରକାର। ଅଧିକାର ଉର୍ଦ୍ଧ୍ୱରୁ ଆସେ। ଶାସନକର୍ତ୍ତା ମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ଅଟନ୍ତି। ଯଦି ସେମାନେ ବୁଝିପାରୁନାହାନ୍ତି, ସେମାନେ ହୁଏତ ଭାବି ପାରନ୍ତି ଆମର କଳା କୌଶଳରେ, ଆମର ଧନ ବଳରେ, ଆମର ଜ୍ଞାନ ବଳରେ ଈଶ୍ୱର ବୁଝିପାରନ୍ତି ନାହିଁ। କିନ୍ତୁ ଶାସ୍ତ୍ର ଆମକୁ ଏ କଥା କୁହେ ଯେ ସମସ୍ତ ଶାସନକର୍ତ୍ତା ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ଅଟନ୍ତି। যে সমস্ত অধিকার প্রাপ্ত শাসনকর্তা ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ, ତେଣୁ ଆମେ ସେମାନଙ୍କୁ ମାନ୍ୟ କରିବା ଦରକାର। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଜ୍ଞାନ ଦିଅନ୍ତୁ। ତେବେ ଆମେ ପ୍ରତ୍ୟେକ, ଯଦି ଆପଣଙ୍କର ଚର୍ଚ୍ଚରେ ଯେତେବେଳେ ଅଗଷ୍ଟ 15 ହୁଏ ବା ଜାନୁଆରୀ 26 ସମୟରେ, ଯେହେତୁ ଛୁଟି ଦିନ, ଆମେ ସ୍କୁଲ ବା କଲେଜରେ ବା କୌଣସି ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିବା ସମୟ ଯାଉ, ତାପରେ ଆମେ ଚର୍ଚ୍ଚରେ ମଧ୍ୟ ଆମେ ପ୍ରୋଗ୍ରାମ କରୁ। অনেক চর্চে ফাস্টিং ହୁଏ, অনেক চর্চে রিট্রিট ହୁଏ, অনেক চর্চে রিভাইভাল মিটিং କରାଯାଏ। ଆଉ ସେଇ ଦିନ ଦେଶ ପାଇଁ ପ୍ରାର୍ଥନା କରାଯାଏ। ଦେଶର ଶାସନକର୍ତ୍ତା ପାଇଁ ପ୍ରାର୍ଥନା କରୁ, ଦେଶର ଉନ୍ନତି ପାଇଁ, ପ୍ରଗତି ପାଇଁ ପ୍ରାର୍ଥନା କରୁ। ତାର ପୂର୍ବରୁ ଆମେ କଣ କରିବା ଦରକାର? ଯଦି ସମ୍ଭବ ହେଲେ ସମସ୍ତେ ମିଳିତ ଭାବରେ ଜାତୀୟ ପତାକାକୁ ଆମେ କଣ କରିବା? ଉତ୍ତୋଳନ କରିବା ଦରକାର। କାରଣ ଜାତୀୟ ପତାକା ଆମେ ଉତ୍ତୋଳନ କରୁଛୁ, ଆମେ ଆପଣ ଦେଶ ପ୍ରତି ଆମର ପ୍ରତିବଦ୍ଧତା, ଆମର ପ୍ରତିଜ୍ଞାକୁ ଆମେ ପୁଣି ଥରେ ସ୍ୱୀକାର କରୁଛୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଉ ଏଇ କଥା ଆମେ ଘୋଷଣା କରୁଛୁ ଯେ ଆମର ଦେଶ ପ୍ରତି ଆମର ବିଶ୍ୱସ୍ତ ନାଗରିକ ଭାବରେ ଆମେ ରହିବୁ। ତେଣୁ ଆମେ ଯେତେବେଳେ ରିଟ୍ରିଟ୍ କରୁ ବା କୌଣସି ସଭା ସମିତି କରୁ, ବିଶେଷ କରି ଜାନୁଆରୀ 26 ଅଗଷ୍ଟ 15ରେ ଜାତୀୟ ପତାକା ଆମେ ମିଳିତ ଭାବରେ ଉତ୍ତୋଳନ କରିବା ଦରକାର। ଆଉ ରାଷ୍ଟ୍ରୀୟ ସଙ୍ଗୀତ ମଧ୍ୟ ଆମେ ଗାୟନ କରିବା ଅଛି। ଆପଣ ଯଦି ଦେଖିବେ ସେ ଗୀତରେ ଗୁଡିଏ ବିଷୟ ରହିଛି। ଯେତେବେଳେ ସେଇ ଗୀତ ଆମେ ବୋଲୁ, ଆମେ ଆପଣଙ୍କ ସ୍ଥାନରେ ଠିଆ ହେଇକି ବୋଲୁ, ସମ୍ମାନ ଆମେ ପ୍ରଦର୍ଶନ କରିବା। କାରଣ ଏହା ଆମର ସୌଭାଗ୍ୟ ଅଟେ। ପ୍ରଭୁଙ୍କ ନାମର ସ୍ତୁତି। ଆପଣ ଦେଖିବେ ପ୍ରଥମ ତିମୋଥୀ 2 ପର୍ବ ତାର ପ୍ରଥମ 2 ପଦ। ପ୍ରଥମ ତିମୋଥୀ 2 ତାର ପ୍ରଥମ 2 ପଦ। ଆମ୍ଭେମାନେ ଯେପରି ସର୍ବତ ଭାବେ ଈଶ୍ୱର ପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ନିର୍ବିଘ୍ନତାରେ ଜୀବନ ଯାପନ କରିପାରୁ, ଏଥି ନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବପ୍ରଥମେ ଅନୁରୋଧ କରୁଅଛି। ଏଇଟା ସର୍ବପ୍ରଥମ ବିଷୟ। ଆମର ଦେଶ ପାଇଁ ଆମେ ପ୍ରାର୍ଥନା କରିବା, ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଶାସନକର୍ତ୍ତାଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି, ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବପ୍ରଥମେ ଅନୁରୋଧ କରୁଛି। କାରଣ ଏ ସର୍ବପ୍ରଥମ ବିଷୟ। ଏ ଆମମାନଙ୍କର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ।
ଆମର ଦେଶ ପାଇଁ ପ୍ରାର୍ଥନା କରିବା, ଦେଶର ଶାସନକର୍ତ୍ତା ପାଇଁ ପ୍ରାର୍ଥନା କରିବା। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ବିଶ୍ୱାସ କରେ ଯେ ଭାରତୀୟ ଖ୍ରୀଷ୍ଟିଆନ ମାନେ ଭାରତକୁ ଯେତେ ଭଲ ପାଆନ୍ତି, ଭାରତ ପାଇଁ ଯେତେ ପ୍ରାର୍ଥନା କରନ୍ତି, ଯେତେ ନିଷ୍ଠାର ସହିତ କାର୍ଯ୍ୟ କରନ୍ତି, ଭାରତକୁ ନେଇ ଯେତେ ଗର୍ବ ଅନୁଭବ କରନ୍ତି, ହୁଏତ ଅନ୍ୟମାନେ ସହିତ ଗର୍ବ ଅନୁଭବ କରନ୍ତି କି ନାହିଁ ମୁଁ ତାହା ଜାଣେ ନାହିଁ। ଏହା ଆମର ସୌଭାଗ୍ୟ ଅଟେ ଯେବେ ଭାରତର ନାଗରିକ, ଭାରତର ନାଗରିକ। ମୁଁ ଦ୍ୱିତୀୟ ଥର ଜନ୍ମ ହେବାର ମୁଁ ବିଶ୍ୱାସ କରେ ନାହିଁ। ଯଦି ସେମିତି ଥାନ୍ତା ତାହେଲେ ମୁଁ ପୁଣି ଥରେ ଭାରତରେ ହିଁ ଜନ୍ମ ହେଇଥାନ୍ତି, ଭାରତୀୟ ହେଇକି ଜନ୍ମ ହେଇଥାନ୍ତି, ଆଉ ଓଡ଼ିଶାରେ ହିଁ ଜନ୍ମ ହେଇଥାନ୍ତି, ଆଉ ଓଡ଼ିଆ ହେଇକି ଜନ୍ମ ହେଇଥାନ୍ତି। କାରଣ ଓଡ଼ିଆ ହେବାର ବି ଆମର ଗର୍ବ ଅଛି। ଓଡ଼ିଶା ପାଇଁ ଆମେ ଗର୍ବ କରୁ, ଭାରତ ପାଇଁ ମଧ୍ୟ ଆମେ ଗର୍ବ କରୁ। ଆମେ ଖ୍ରୀଷ୍ଟିଆନ, ପ୍ରଭୁଙ୍କ ନାମର ସ୍ତୁତି। ଆମେ ସେତେ ଭଲ ପାଉ ଆମ ଦେଶକୁ ବୋଲି ଆମ ଦେଶ ପାଇଁ ପ୍ରତିଦିନ ପ୍ରାର୍ଥନା କରୁ, ଦେଶର ଉଦ୍ଧାର ପାଇଁ ଚେଷ୍ଟା କରୁ। ଅନେକ କୁସଂସ୍କାର, କୁପ୍ରଥା, ନିର୍ଯାତନିତ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ, ସାହାଯ୍ୟ କରିବା ପାଇଁ ଆମେ ଆଗଭର ଏଇଥିପାଇଁ ହଉ ଯେ ଆମର ଦେଶକୁ ଆମେ କରୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ଯଦି ଆମେ ଦେଖିବା ଗଣତାନ୍ତ୍ରିକ ଦେଶ ମଧ୍ୟରେ ଭାରତ ଅନନ୍ୟ ଅଟେ, ସର୍ବଶ୍ରେଷ୍ଠ, ସବୁଠାରୁ ସୁନ୍ଦର, ସବୁଠାରୁ ସୁନ୍ଦର। ଏ ପ୍ରକାର ଦେଶ ଆପଣ ଅନ୍ୟ କୌଣସି ଜାଗାରେ ପାଇବେ ନାହିଁ। ଏତେ ଭାଷା, ଏତେ ଧର୍ମର ଲୋକ, ଏତେ ବୋଲି, ଏତେ ସଂସ୍କୃତି। এই জায়গায় বিভিন্ন প্রকার সংস্কৃতি আছে। ଆମେ ଗାଁ ଗହଳିକୁ ଯାଉ, ବିଭିନ୍ନ ସହରକୁ ଯାଉ, ପ୍ରତ୍ୟେକ ସ୍ଥାନରେ ଭାଷା ମଧ୍ୟ ଅଲଗା। ଯେତେବେଳେ ଅଭିମୁଖ କାଲକାଟା ଯାଇଥିଲି, ସେମାନେ ବେଙ୍ଗଲ କହୁଥାନ୍ତି, ସେମାନେ କହୁଛନ୍ତି ଚାଏ ଖାବ, ଚାହା କଣ ଖାଆନ୍ତି? ନାଇଁ ଆଜ୍ଞା, ଆମଠି ଖାଆନ୍ତି। ଆପଣ ଓଡ଼ିଶାରେ ଚା ପିଅନ୍ତି, କିନ୍ତୁ ଆମେ ଏଠି ଚାକୁ ଖାଉ, ଭାତ ବି ଖାଉ, ଚା ବି ଖାଉ। ଦେଖନ୍ତୁ କେତେ ମାଧୁର୍ଯ୍ୟ ଅଛି, ପ୍ରତ୍ୟେକ ଭାଷାର ମାଧୁର୍ଯ୍ୟ ଅଛି, ପ୍ରତ୍ୟେକ ସଂସ୍କୃତିର ମାଧୁର୍ଯ୍ୟ ଅଛି। ଆମେ ବିଭିନ୍ନ ଧର୍ମର ଲୋକ ଏକାଠି ମିଶିକି ରହୁ। এটা କୌଣସି ଗୋଟିଏ ଧର୍ମର ଦେଶ ନୁହେଁ, କୌଣସି ଭାଷାର ଦେଶ ନୁହେଁ, କୌଣସି ଗୋଟେ ସଂସ୍କୃତି ଅଂଶ ଲୋକ ନୁହେଁ, ଏହା ସମସ୍ତଙ୍କର ଦେଶ। ତେଣୁ ଆମର ଜାତୀୟ ପରିଚୟ, ଆମର ଜାତୀୟ ପତାକା ଅଟେ, ଆଉ ତାହାକୁ ଅଭିବାଦନ ଜଣେ ଏହା ଶାସ୍ତ୍ର ସମ୍ମତ। ଏହା ବାଇବେଲ ମନା କରେନି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରୁ। ଏହା ହଉଛି ବିବିଧତା ମଧ୍ୟରେ ଏକ। ମୁଁ ପୁଣି ଥରେ କହିବା ପାଇଁ ଚାହେଁ, ହଁ ଆମ ଦେଶରେ ଭ୍ରଷ୍ଟାଚାର ଅଛି, ଆମ ଦେଶରେ ଦୁର୍ନୀତି ଅଛି, ନାରୀ ନିର୍ଯାତନା ଅଛି, ଚାକିରି ନାହିଁ, ଦରଦାମ ବୃଦ୍ଧି ଚାଲିଛି, ଆମର ଆର୍ଥିକ ମାନଦଣ୍ଡ ଭାଙ୍ଗି ଯାଇଛି, ଆମର ଭବିଷ୍ୟତ ଅନ୍ଧକାରମୟ ଦେଖାଯାଉଛି। କିନ୍ତୁ ସେଇଥିପାଇଁ ଆମେ ଜାତୀୟ ପତାକାକୁ ଅଭିବାଦନ କରିବା ନାହିଁ, ଏହା ଲଜ୍ଜାକର ବିଷୟ। ଯଦି ଜାତୀୟ ପତାକା ଆମକୁ ଏକ କରିକି ରଖେ, ଯଦି ଆମେ ଏକ ହେଇକି ରହିବା, ଆମେ ଏ ସବୁ ବିରୁଦ୍ଧରେ ମଧ୍ୟ ଲଢ଼ିବା। କାରଣ ମୁଁ ପୁଣି ଥରେ କହିବା ପାଇଁ ଚାହେଁ, ଏ ଦେଶ କୌଣସି ରାଜନୀତି ଦଳର ନୁହେଁ, କୌଣସି ଧର୍ମର ଦେଶ। ଏ ଦେଶ ସମସ୍ତ ଭାରତୀୟ ମାନଙ୍କର ଦେଶ। ଏହା ଆମର ଦେଶ ଅଟେ, ଆଉ ଜାତୀୟ ପତାକା ଆମର ନିଜର ପରିଚୟ, ଆମର ପରିଚୟ। ପ୍ରଭୁ ଗୌରବ ପାଆନ୍ତୁ। ଆମେ ବୃହତ ଦୃଷ୍ଟିକୋଣରେ ଏହା ଦେଖିବା ଦରକାର। ଆମେ ସକାରାତ୍ମକ ଦୃଷ୍ଟିରେ ଦେଖିବା, ବୃହତ ଦୃଷ୍ଟିରେ ଦେଖିବା, ଆଉ ଆମେ ଉତ୍ତମ ଭବିଷ୍ୟତ ମଧ୍ୟ ଗୋଟେ ପରିକଳ୍ପନା କରିବା ଆମର ପୁଅ ଝିଅ ମାନଙ୍କ ପାଇଁ, ଆମର ଦେଶବାସୀ ପାଇଁ। ଆଉ ଏହା ସମ୍ଭବ ହେଇପାରେ, କାରଣ ଦେଖିବେ ଯଦି ଦେଶ ସ୍ୱାଧୀନ ହେଇନଥିଲା, ଦେଶ ସ୍ୱାଧୀନ କରିବା ସେମାନେ ଆପଣଙ୍କ ଧର୍ମ, ଆପଣଙ୍କ ଜାତି, ଆପଣଙ୍କ ଭାଷା, ଆପଣଙ୍କ ପ୍ରାନ୍ତ ସବୁ ଭୁଲିଗଲେ। କେବଳ ଆମକୁ ଗୋଟେ ସ୍ୱାଧୀନ ଦେଶ ଦେବେ, ଆଉ ଆପଣ ଜାତୀୟ ପରିଚୟ ଗୋଟେ ଦେବେ, ଜାତୀୟ ପତାକା ଗୋଟେ ଦେବେ। ସେଇଥିପାଇଁ ଆମ ସ୍ୱାଧୀନତା ସଂଗ୍ରାମୀ ମାନେ ସେ ସମୟରେ କେହି କାହାର ଧର୍ମ ପଚାରି ନାହାନ୍ତି, ସେ କୋଉ ବର୍ଗର ଲୋକ ପଚାରି ନାହାନ୍ତି, ପୁରୁଷ ନା ସ୍ତ୍ରୀ, ନା ପୁଅ ନା ଝିଅ, ସମସ୍ତେ ମିଳିତ ଭାବରେ ସଂସ୍ଥା। ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ, ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ। ଆଜି ଏଇଠି ବସିବା ସମୟରେ, ବାକ୍ୟ ଶୁଣିବା ସମୟରେ ଆମେ ଆପଣାକୁ ଭଲ କରିକି ପୁଣି ଥରେ ଆମେ କଣ କରିବା ଦରକାର? ସମର୍ପିତ ହେବା ଦରକାର ଆପଣ ଦେଶକୁ।
आमे आमर देश प्रति आमर अखंड प्रेम रखा ये आगामी आपण जातीय पताका समारोह भाग नेबे निज घरे मुक्ताकाश उड़ेबे से दिन को आम सादर सहित आनंदर सहित आम अपेक्षा करवा दरकार अज्ञानता कारणवश आम अनादर करवा मन रखा दरकार जे यही जो त्रिरंगा पताका आम तीनोटी रंग देखु ये तीनोटी रंग तीनोटी विशेष विषय प्रकाश गाढ़ से कमला रंग जहाँ आम केसरिया रंग बोली कहूँ आमर समर्थ आमर बलिदान तार प्रतीक प्रकाश कर आ जो श्वेत वर्ण से कौन सत्य शुद्धतार परिचय आम सत्य को विश्वास कर सफा सत्यता विधि सफा भाव प्रकाश पाइब कौन करे शुद्धता को आम प्रकाश आ जो आम सबुज रंग को देखुचु भूमि आम शस्य श्यामला ए सब प्रतीक आम जो ग्रीन इंडिया को देखुचु आम शस्य क्षेत्र उन्नति को देखुचु ग्रीन रेवोल्यूशन को देखुचु आम से देखी पार अशोक चक्र को आम देखुचु एटा कौन अटे निरंतर प्रगति आगे जावा निरंतर आग को बढ़िबा देश में जेकोसी परिस्थिति एड़े कि आम समस्त एकत्र मिलित भाव आग को बढ़िबा प्रतीक दर्शा तेणु आम को आमर जातीय पताका को अभिवादन जनाइबा अति उच्च कोटिर कार्य अटे यार मूल्यबोध आम बुझा दरकार और समर्पित हवा दरकार यह मूर्ति पूजा मुंड नुआइबा सलाम करिबा हाथ जोड़िबा यह कौन मूर्ति सम्मुख नुहे आमर जातिर प्रतीक जातिर परिचय आम स्वसम्मान आम स्वीकार करें भारतीय ख्रीष्टान मान आम गर्व अनुभव करें गोटे भारतर नागरिक भारत आमर देश निजर देश पैतृक देश आम कहार दयार देश रही आम देश कार अनुमति द्वारा रही तार अनुमति आवश्यक ना आमर निजर देश जातिर परिचय हूँ जातीय तिरंगा पताका जिते सादा देखा आमको मत से शिखाए आम सादा जीवन काटिबा निस्वार्थ जीवन काटिबा आ देश हित नियोजित भाई भौणी माने भारत ख्रीष्टियान अति गुरुत्वपूर्ण दायित्व सब रही देश अन्याय दुर्नीति भ्रष्टाचार नारी निर्यातना नाना असाधु कार्य देखुचु आम प्रार्थना से अधिक उपवास सहित आम देश मेला प्रदर्शन करवा जदि आपको केवल संभव हुए अपना देश आंचल आशीर्वाद उपवास सहित प्रार्थना आम देश को गड़ी धरवा दरकार प्रभा मान अनुग्रह करंतु आगामी समय आम जातीय पताका को आम अभिवादन जनइबा स्व गौरवर सहित स्व सम्मान सहित स्व मर्यादा सहित आम अभिवादन जनइबा दरकार यह आम गर्व यह आम परिचय प्रभु का नाम स्तुति हो प्रभु आपण प्रति आशीर्वाद करंतु मैं आपण साधु पौल को कथा कहूଥିଲି से रोमियो नागरिक हेबार प्रति गर्व अनुभव जेतले कि रोम रे अनेक प्रकार साधु कार्य थिला मूर्ति पूजा थिला तो तथापि सुद्धा से रोम रो नागरिक हेबा पे नास्ति करू नांती आम देश रे मध्ये गुडे समस्या रहिछि ता सत्वे मध्ये आमे भारतीय अटु भारतर नागरिक अटु और भारतर जातीय पताका हमर ध्वजा तिरंगा पताका हमर गर्व और स्वाभिमान प्रभु आपण आशीर्वाद करंतु नियमित भाव में अपना देश प्रार्थना करते देशर सुरक्षा प्रार्थना करते आप देखी पार्टी चक्षु सम्मुख में गुड़े समस्या मुंड टेकी गुड़े समस्या आम चक्षु सम्मुख देखा सत्य आम जाति प्रति आपण से प्रेम रखा दरकार से सम्मान रखा दरकार से मर्यादा सहित आग को बढ़ा दरकार बाइबल परमेश्वर कहती जदि आम नम्र होगी
ଏକ ମୁଖ ଅନ୍ୱେଷଣ କରିବା ଆଉ ପ୍ରାର୍ଥନା କରିବା, এই ରୋଗ ସବୁ ସୁସ୍ଥ ହେଇଯିବ, ଦେଶ ସୁସ୍ଥ ହେବ। ଆମର ପ୍ରାର୍ଥନା, ଆମର ନମ୍ରତା ପୂର୍ବକ ପ୍ରାର୍ଥନା, ପ୍ରଭୁଙ୍କ ନିକଟ ଅଶ୍ରୁପାତ ସହିତ ଖେଦମନା ହେଇକି ଆମର ଦେଶ ପାଇଁ ଆମେ ପ୍ରାର୍ଥନା କରିବା, ନିଶ୍ଚିତ ଭାବରେ ଆମର ଦେଶର ସବୁ ପ୍ରକାର ରୋଗ ଦୂର ହେବ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।